କରିଛନ୍ତି ଦର୍ଶକ ମାନଙ୍କୁ ସେ ଖୋରାକ ଲଗେଇଛନ୍ତି ଏବଂ ଯିଏ ବି ନାଟକ ଦେଖୁଛି ସେ କହୁଛି କି ଏକ୍ଜାକ୍ଟଲି ଅପରାଧ ଆହୁରି ଅଧିକ ଭଲ ହେଇଛି, ସାହିତ୍ୟ ଭଲ ହେଇଛି। ଆମର ନିହାସ ଯିଏକି ଡକ୍ଟର ବୁରୁଆ ମଲ୍ଲ ସେ ଅତି ସୁନ୍ଦର ଭାବରେ ଆମର ସଜେଇଥିଲେ ନାଟକଟିକୁ। ନାଟକକୁ ଏମିତି କାହାଣୀଟାକୁ ଚେଞ୍ଜ କରିଥିଲେ, ପରିବର୍ତ୍ତନ କରିଥିଲେ, ଆଉ ଚରିତ୍ର ମାନଙ୍କୁ ଏମିତି ସଜାଡ଼ିଥିଲେ କି ଯାହାକି ଦେଖିବା ପାଇଁ ଭାରି ମଜା ଲାଗୁଛି ଦର୍ଶକ ମାନଙ୍କୁ। ଗୋଟେ ଗାଁ ମୋର ମନେ ପଡୁଛି ଯେ ଆମେ କରିଥିଲୁ 2 ଦିନ ତଳେ ଗୋଟେ ଲାଷ୍ଟ ନାଇଟ୍ରେ ସେ ଗାଁ କହିଥିଲେ କି ଆମର 10 ବର୍ଷର ରେକର୍ଡ ଭାଙ୍ଗିଦେଲା ଏଇ ନାଟକ। ଅର୍ଥାତ୍ ଏଇଭଳି ତାଙ୍କୁ ନାଟକଟି ସନ୍ତୁଷ୍ଟ ଦଉଛି। ବିଶେଷ କରିକି ଯେ ମାମା ଭୂମିକାର ଅଭିନୟ କରୁଛନ୍ତି ବର୍ଷା ଅର୍ଥାତ୍ ପ୍ରତୀକ୍ଷା ଚରିତ୍ରରେ ତାଙ୍କୁ କଣ କହିବା, ଦର୍ଶକ ସବୁଦିନେ ମାନେ 100, 200, 400, 500, 1000 ଏମିତି ସବୁଦିନେ ସେଇଟା କିଛି ନୁହଁ, ପଇସାଟା ତ ସେଇଟା କିଛି ନା, କିନ୍ତୁ ସେତିକି ଭଲ ପାଇବା ଦେଇଛନ୍ତି, ଭଲ ପାଇବା ଦେଇଛନ୍ତି, ଆପଣଙ୍କ ହୃଦୟରେ ମତେ କିଛି ଜାଗା ଦେଇଥିଲେ, ସେଥିପାଇଁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ। ଆପଣମାନଙ୍କ ହୃଦୟକୁ ଚିହ୍ନିବା ପାଇଁ, ଜାଣିବା ପାଇଁ, ଶିଖିବା ପାଇଁ ମୁଁ ଆହୁରି ଏମିତି କଷ୍ଟ କରିବି। ଯେତେଦିନ ପର୍ଯ୍ୟନ୍ତ ଚାହିଁଲେ ମୁଁ ସେତେଦିନ ପର୍ଯ୍ୟନ୍ତ କଳାକାର ପାଇଁ ଗୋଟିଏ ଜିନିଷ ହିଁ ମହତ୍ଵ ରଖେ, ଦର୍ଶକଙ୍କର ଆଶୀର୍ବାଦ, ଦର୍ଶକଙ୍କର ଭଲ ପାଇବା, ଆଉ ଦର୍ଶକ ଯୋଉ ଅଭିନୟକୁ ଆମେ ଯୋଉ ଅଭିନୟ କରୁଛୁ ତାଙ୍କ ପାଇଁ କିନ୍ତୁ ଦର୍ଶକ ଆମକୁ ଆପଣଉଛନ୍ତି, ସେତିକି ଜିନିଷ ସବୁଠୁ ବେଶୀ। ପଇସାର ମୂଲ୍ୟ କହିଲା ଭଳି ବର୍ଷା କହିଲା ଭଳି ଠିକ କିଛି ନୁହଁ, ସେ ଯୋଉ ଭଲ ପାଇବା ସେତିକି ଏତିକି ସବୁଦିନେ ମିଳିଥାଉ। ଆମେ ଏତିକି ଆମର ଦର୍ଶକ ମାନଙ୍କ ପାଖରେ କାମନା କରୁଛୁ। ଏଥିସହିତ ଆପଣ କେତେ ଖୁସି ଅଛନ୍ତି? ମତେ ବହୁତ ଖୁସି ଅଛି। ମୁଁ ବି ଆଗରୁ ବି ଆସିଥିଲି ଆଲମର କଣ୍ଢେଇ ନାଟକ ଆମର ମୁନୁ ସାର୍ଙ୍କର ଡିରେକ୍ସନରେ କାମ କରିଥିଲି। ମୁନୁ ସାର୍ ତ ଯାତ୍ରାବାଟୀ ପଳେଇଲେ, ତାପରେ ପରେ ମୁଁ ଆଉ ଆସିନି ଏଠିକି। ଏବେ ବର୍ତ୍ତମାନ ଡକ୍ଟର ନିହାରଞ୍ଜନ ମହାନ୍ତି ଯେ କି ମୋ ବାପା ତାଙ୍କ ଡିରେକ୍ସନରେ କାମ କରୁଛି, ମତେ ବହୁତ ବଢିଆ ଲାଗୁଛି। ମୁଁ ତ ପ୍ରଥମେ ଭୟ କରିଥିଲି ଯେ କେମିତି କଣ କରିବି, କଣ ଯିବି ବହୁତ, ତାପରେ ସେ ନାଟକଟା ଦେଖିଲା ପରେ ବି ମୁଁ ବହୁତ ଭୟଭୀତ ହେଇଯାଇଥିଲି। ତାପରେ ଯେହେତୁ ସାର୍ ସେଇଟାକୁ ଆଉ ଟିକେ ଭଲ ଭାବରେ ସଜେଇ ଦେଇଥିଲେ, ଆଉ ଟିକେ କିଛି ମଡିଫାଏ କରିଦେଇଥିଲେ, ତ ନାଟକଟା ବହୁତ ବଢିଆ ଲାଗିଛି। ଆଉ ଖାସ କରି ଯୋଉ ପଚାରିଲେ ଏଠିକି ଆସିଲା ପରେ କେମିତି ଲାଗିଛି, ଏଠିକି ଆସିଲା ପରେ ମତେ ବହୁତ ବଢିଆ ଲାଗିଛି। ବିଜୟ ବାବା, ତାପରେ ଆମର ଭାସ୍କର ଆଇନା, ଆମର ମ୍ୟୁଜିକରେ ଯିଏ ଅଛନ୍ତି ସୀମା ଆଇନା, ସେମାନେ ମତେ କଣ୍ଟାକ୍ଟ କରିଥିଲେ ଏଇ ଜାଗାକୁ ଆସିବା ପାଇଁ, ମତେ ବହୁତ ବାଧ୍ୟ କରିଥିଲେ। ତ ମୁଁ ଯେତେବେଳେ ଜାଣିଲି ଯେ ଏଇଠି ମତେ କଣ୍ଟାକ୍ଟ କରାଯାଉଛି, ମାସେ କାଳ ମୋ ପଛରେ ସେମାନେ ଦଉଛନ୍ତି, ମୁଁ ସେଥିପାଇଁ ଆସିଲି। ଆଉ ମା ଦଣ୍ଡକାଳୀକୁ ମୋର କୋଟି କୋଟି ପ୍ରଣାମ, ଯେହେତୁ ତାଙ୍କ ଜାଗାରେ ଆସିକି ମୁଁ କିଛି କାମ କରିପାରିଛି, ସେବା କରିପାରୁଛି। ଧନ୍ୟବାଦ। ବର୍ତ୍ତମାନ ରୋମାଣ୍ଟିକ ହିରୋ ଟ୍ରାଜେଡି କୁଇନ୍ ଏ ବିଷୟରେ କଣ କହିବେ? ଦର୍ଶକ କହୁଛନ୍ତି ରୋମାଣ୍ଟିକ ହିରୋ ଟ୍ରାଜେଡି କୁଇନ୍। ସେମିତି ସେ ବିଷୟରେ ମୁଁ ଆଉ କଣ କହିବି, ଦର୍ଶକମାନେ ଯେମିତି ଦେଖୁଛନ୍ତି ଚାହୁଁଛନ୍ତି ମୁଁ ସେଭଳିଆ ଯେତେବେଳେ ରୋମାଣ୍ଟିକ, ମୁଁ ବି ଚୁଟୁଲ ନାୟିକା ହେଇପାରୁଛି, ମୁଁ ବି ମାନେ ଏଇ ଟ୍ରାଜେଡି କୁଇନ୍ ସବୁ ପ୍ରକାର ଭୂମିକା କରୁଛି। ମାନେ ନୁହଁ ଯେ କେବଳ ଟ୍ରାଜେଡି ରୋଲ୍ କରୁଛି। ଦର୍ଶକ ଯୋଉଭଳିଆ ହିସାବରେ ଯେମିତି ଗ୍ରହଣ କରୁଛି ମୁଁ ସେମିତି କରୁଛି। ଆଉ ଇଏ ତ ମୋ ହିରୋ, ମତେ ବହୁତ ସପୋର୍ଟ କରୁଛନ୍ତି, ସେଥିପାଇଁ ସମସ୍ତଙ୍କର ସପୋର୍ଟ ରହିଲେ ଆମେ କିଛି କରିପାରିବୁ। ନିଜ ଇଏରେ କେହି ବି କିଛି କରିନାହାନ୍ତି, କିଏ ଆଗକୁ ଉଠି ନାହାନ୍ତି, ସମସ୍ତ ସପୋର୍ଟ ଯୋଗୁଁ ମୁଁ ଆଜି କିଛି ବି ମାନେ ଅଭିନୟ କରିପାରୁଛି। ବଢିଆ କଥାଟେ କହିଲେ, କାହିଁକି ନା ସାଥୀ କଳାକାର ଯଦି ସପୋର୍ଟ ନ କରେ ବା ସାଥୀ କଳାକାର ସପୋର୍ଟ ଯଦି ନ ରହେ ତାହେଲେ ଅଭିନୟଟା ଫିକା ପଡିଯାଏ। ତ ସେ କହିବା କଥା ଠିକ ଯେ ତାଙ୍କୁ ମୁଁ ଯେତିକି ସପୋର୍ଟ କରୁଛି ସେ ମଧ୍ୟ ମତେ ସେତିକି ସପୋର୍ଟ କରୁଛନ୍ତି। ଆଉ ଗୋଟେ କଥା ତମେ କହିଲ କୋଶ୍ଚିନ୍ କଲ ଯେ ରୋମାଣ୍ଟିକ ହିରୋ ଆକ୍ଚୁଆଲି ଏଇଠି ଷ୍ଟାର୍ଟିଂ ରୁ ଏ ପର୍ଯ୍ୟନ୍ତ ରୋମାଣ୍ଟିକ ଟାଇପ ର କିଛି ନାହିଁ, କେବଳ ଗୋଟିଏ ସିକ୍ୱେନ୍ସ ଅଛି। ସେ ଗୋଟିଏ ସିକ୍ୱେନ୍ସ ପାଇଁ ବୋଧେ ଦର୍ଶକ ରୋମାଣ୍ଟିକ ହିରୋ ଫିଲ୍ମ କହୁଛନ୍ତି ନେଇକି। ସେ ଗୋଟିଏ ସିକ୍ୱେନ୍ସ ଯେତେବେଳେ ମୁଁ ଗୋଟେ ଡାଇଲଗ ଅଛି, ମୁଁ ତମକୁ ଭଲ ପାଏ, ମୁଁ ତମକୁ ସିନ୍ଦୁର ଦେବାକୁ ଚାହେଁ, ବାସ୍ ଆଉ ମୁଁ ତମ ସହିତ ସାରା ଜୀବନ ରହିବା ପାଇଁ, ଏଇ ତିନିଟା ଡାଇଲଗ ଯୋଉ ସଜା ହେଇଛି ସେତିକି ବୋଧେ ମତେ ପରିଚୟ ଦେଇ ଦଉଛି କି ରୋମାଣ୍ଟିକ ହିରୋ। କିନ୍ତୁ ପ୍ରକୃତରେ ପ୍ରଥମେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଟ୍ରାଜେଡି, ଲୁହ ଭରା ଦୃଶ୍ୟ, ଆଉ କିଛି ଠିକ କଥା କହିଲେ। ତ ସେ ସତ କଥା। ଦର୍ଶକ ମାନଙ୍କର ଏମିତି ଏକା
ଭଲ ପାଇବା ରଖିଥାଉ। ଆଉ ଆମର ସବୁ ଯାକ ସାଥୀ କଳାକାର ମାନେ ମଧ୍ୟ ମୀନ ଭାଇ, ସନ୍ତୋଷ ଭାଇ, ଆମର ପ୍ରୟାସ ଯିଏକି ମୋ ସାଙ୍ଗ ଭୂମିକାରେ କରୁଛନ୍ତି, ସେ ମଧ୍ୟ ବି ଯିଏକି ଆଙ୍କର ପ୍ରେମିକ ମୋର ସାଙ୍ଗ ଭୂମିକାରେ ଅଭିନୟ କରୁଛନ୍ତି, ସେ ମଧ୍ୟ ବି ବହୁତ ସପୋର୍ଟ କରୁଛନ୍ତି। ମୀନ ଭାଇଙ୍କର ଆମର 8 ନମ୍ବର ସିନ୍ ସବୁବେଳେ ଦମଦାର ହୁଏ। ମୀନ ଭାଇ ସବୁବେଳେ ସେଇ ସିନ୍ ଯାକ ଖୁସି ହୁଅନ୍ତି। ତ ନାଟକଟି ଏଇଭଳି ଭଲ ହେଇଛି। ଦେଖାଯାଉ ଯେତେବେଳେ ଅଡିଏନ୍ସ ମାନେ ପସନ୍ଦ କରିଛନ୍ତି ଆର ବର୍ଷକୁ କଣ ନାଟକ ଦଉଛନ୍ତି, ଆମ ଅନୁଷ୍ଠାନ ଆଉ ଅନୁଷ୍ଠାନ କେମିତି ଗ୍ରହଣ କରୁଛନ୍ତି। ଅନ୍ତିମ ଦିନ ଆମର ଯେତେବେଳେ 15 ତାରିଖ ଦିନ ଆମେ ସମସ୍ତେ ଅନୁଭବ କରିବୁ। ଯଦି ଏଇ ଭିଡିଓ ଦେଖୁଛନ୍ତି, ଆମର ମେରୁ ପରଦିନ 15 ତାରିଖ ଦିନ ଲାଷ୍ଟ ପ୍ଲେ ଅଛି। ସେଦିନ ଆସିବେ ଆଉ ଦେଖିବେ ହଜାର ହଜାର ଲୋକଙ୍କ ଭିଡ ଭିତରେ ଯେ କହିବେ, ରିଭ୍ୟୁ ଦେବେ, କମେଣ୍ଟ ଦେବେ ଯେ କେମିତି ଅଛି ନାଟକ। ଦର୍ଶକ ମାନଙ୍କୁ କଣ କହିବେ ଭିଡିଓ ଦେଖିଲା ପରେ? ଦର୍ଶକମାନଙ୍କୁ ଏତିକି କହିବି ଯେମିତି ଆମର କଳା ଆମେ ଏତେ କଷ୍ଟ କରୁଛୁ, କଳା ପ୍ରଦର୍ଶନ କରୁଛୁ, ତ ଆପଣମାନେ ଏମିତି ଆମ ମାନଙ୍କୁ ଭଲ ପାଇବା ଦିଅନ୍ତୁ, ଏଇ କଳାକୁ ଭଲ ପାଆନ୍ତୁ। ବାସ୍। ଧନ୍ୟବାଦ। ଏ ହଉଛି ସର୍ବମଙ୍ଗଳ ନାଟ୍ୟର ଚରିତ୍ର ଅଭିନେତା। ବର୍ତ୍ତମାନ ଶୋଇଛନ୍ତି ସିନ୍। ଏ ହଉଛନ୍ତି ଆକ୍ସନ ହିରୋ ମୀନ ଭାଇ। ନମସ୍କାର। ଭାଇ ଆପଣଙ୍କ ୟୁଟ୍ୟୁବ ଚ୍ୟାନେଲ ଆପଣଙ୍କୁ ସ୍ୱାଗତ। କଣ କହିବେ ନାଟକ ବିଷୟ ନେଇକି? ଏ ବର୍ଷ ନାଟକ ତ ବହୁତ ଭଲ ଅଛି। ପ୍ରଥମରେ ଆମେ ଟିକେ କମଜୋର ଥିଲୁ ନାଟକ ପ୍ରତି, ଅଭିନୟ ପ୍ରତି ବି କମଜୋର ଥିଲୁ। ଏ ନାଟକ ପ୍ରାୟ ସମସ୍ତେ ନାଟକ ପ୍ରାୟ ଭଲ କହୁଛନ୍ତି। ଯେହେତୁ ଏଇ ନାଟକ ଯିଏକି ଲେଖିଛନ୍ତି ନିହାରଞ୍ଜନ ମହାନ୍ତି, ଆମର ମେୟର ସାର୍, ସେ ଆମର ସାଥୀ କଳାକାର ବା ଆମକୁ ବା ଆମର ଲେଡିସ୍ କଳାକାର ମାନଙ୍କୁ ବହୁତ 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 ଡିରେକ୍ସନ ଦେଇଛନ୍ତି। ବହୁତ ବି ଭଲ କରୁଛନ୍ତି, ଆପ୍ରାଣ ଚେଷ୍ଟା କରୁଛନ୍ତି। ଆମେ ବି ଆପ୍ରାଣ ଚେଷ୍ଟା କରୁଛୁ। ଦୀର୍ଘ 15 ଦିନ କାଳ ରିହର୍ସାଲ ଆମେ ଆପ୍ରାଣ ଚେଷ୍ଟା କରୁଛୁ ନାଟକ ପାଇଁ। ଆମେ ଏଇ ନାଟକ ପାଇଁ ଯାହା ଚେଷ୍ଟା କରୁଛୁ, ଆବଶ୍ୟକ ପଡ଼ିଲେ ନାଟକ ପାଇଁ ଆମେ ଜୀବନ ବି ଦେଇପାରିବୁ। ସେ ମାଆଙ୍କ କାର୍ଯ୍ୟରେ ଆମେ କରୁଛୁ। ଆଉ ଏ ନାଟକ ଅଭିନୟ ମଧ୍ୟ ଆମକୁ ବହୁତ ଭଲ ଲାଗୁଛି ଅଭିନୟ କରିବାକୁ। ଏ ନାଟକ ଯୋଉ ମୁଁ ଭୂମିକା ଗ୍ରହଣ କରିଛି, ଆମର ଯିଏକି ସୁଭାଷ ସାର୍ ଆମର ରୋଲ କରିଛନ୍ତି, ସୁଭାଷ ପଣ୍ଡା ଯିଏକି ଆମର ଧୋଆବନ୍ଧାରେ ଯିଏ ଡିରେକ୍ଟର ଅଛନ୍ତି। ହରିଲିତ ପୂର୍ବରେ ସେ ମୋ ରୋଲ କରିଥିଲେ। ସେ ରୋଲରେ ମତେ ସେ ରୋଲ ମିଳିଲା, ମୁଁ ବହୁତ ଖୁସି ହେଲି। ସୁଭାଷ ସାର୍ଙ୍କୁ ମଧ୍ୟ କିଛିଟା ମୁଁ ପାଇଛି। ଆମର ଏଇ ରୋଲଟା ଏଇଟା ଗୋଟେ ଭିନ୍ନ ମଡେଲ ରୋଲ ହେଇଯାଇଛି। ଓରିଜିନାଲ ରୋଲ ଆମର ଏ ରୋଲ ଆକାଶ ପାତାଳ ଅଛି। ଏଇଟା ଆମକୁ ଆନ୍ଧ୍ରା ପ୍ୟାଟର୍ନ ନିଆର ସାର୍ ଦେଇଛନ୍ତି। ଆମେ ଦି ସାଙ୍ଗ ଆନ୍ଧ୍ରା ବର୍ତ୍ତମାନ ଦୁର୍ଦ୍ଦାନ୍ତ ଖଳନାୟକ ଯିଏକି ସନ୍ତୋଷ ଭାଇ, ଯିଏକି ସାରା ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ କହିଲେ ବି ଅତ୍ୟୁକ୍ତି ହବନି। ସେ ଆମ ସାଙ୍ଗେ ଅଛନ୍ତି, ତାଙ୍କ ସାଙ୍ଗେ କିଛି କଥା ହେବା। ସନ୍ତ ଭାଇ, ଆଜି ବର୍ତ୍ତମାନ ମା ସର୍ବମଙ୍ଗଳ ନାଟ୍ୟର ଆଜି ଲାଷ୍ଟ ନାଇଟ୍, କଣ କହିବେ? ନାଟକ ନେଇ କଣ କହିବେ? ନାଟକ ତ ସବୁ କଳାକାର ସବୁ ଭଲ କରୁଛନ୍ତି। ରୋଲ ବି ସେମିତି ଦମଦାର ସମସ୍ତଙ୍କର ଅଛି। ଜୋରସେ ନେଇକି କରୁଛନ୍ତି ନାଟକ। ଆଉ 40 ପିଢି ହଉ ଠିକ ଅଛି, ନିଅ ବବି କମେଣ୍ଟ କୁହ। ହଉ ଆମର ଦେଖୁଛନ୍ତି ପ୍ରତ୍ୟେକ ଆମର ଗ୍ରୁପ ଡ୍ୟାନ୍ସର ଆଉ ଆମର ପିଣ୍ଟୁ ସମସ୍ତେ ଅଛନ୍ତି। ଏ ହଉଛି ବବେନ୍ଦ୍ର ପିଣ୍ଟୁ ଭାଇ ଭାଇ। କିଛି କହିବେ? ବବେ ନାଟକ ନେଇ କଣ କହିବେ ଏ ବର୍ଷ? ଏ ବର୍ଷ ନାଟକ ନେଇ ମୋର ବହୁତ ଗର୍ବ। ସର୍ବପ୍ରଥମେ ସର୍ବମଙ୍ଗଳା ଗଣନାଟ୍ୟ କୁ କମିଟି ମାନଙ୍କୁ ମ୍ୟାନେଜମେଣ୍ଟକୁ ମୁଁ ନମସ୍କାର କରି କହୁଛି ହେଲା, ଯେ ଆମର ଗୁରୁ ନିହାରଞ୍ଜନ ସାର୍, ତାଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ଆଜିର ନାଟକ ଆମର ଗଞ୍ଜାମ ମାର୍କେଟରେ ସୁପର ହିଟ୍ ଅଛି। ଆମେ ଆପ୍ରାଣ ଚେଷ୍ଟା କରି ଆମେ ଅଭିନୟ ମଧ୍ୟ କରୁଛୁ। ଆଉ ତ ଲାଷ୍ଟ ନାଇଟ୍ ଆମେ ତ ବିଶେଷ କିଛି କହିପାରୁନୁ। ତଥାପି ନାଟକ ଏ ବର୍ଷର ସବୁ ବର୍ଷ ଅପେକ୍ଷା ଭିନ୍ନ। ଏ ବର୍ଷ ଟିମ୍ ଆସି ଆପଣ କେତେ ଖୁସି ଅଛନ୍ତି? ବହୁତ ଖୁସି, ବହୁତ ଖୁସି। ମୁଁ 100ରୁ 100% ଖୁସି ଅଛି। ଆଉ ଏ ବର୍ଷର ଟିମ୍ ମଧ୍ୟ ବହୁତ ଭଲ। ଆମର ଲେଡିଜ୍ କଳାକାର ମାନେ ଦର୍ଶକ ମାନଙ୍କୁ କଣ କହିବେ? ଆଉ ପୁଣି ଆଉ ଗୋଟେ ଦିନ ଅଛି 15 ତାରିଖ, ଦର୍ଶକ ମାନଙ୍କୁ ତ ମୁଁ ଧନ୍ୟବାଦ ଜଣାଉଛି, ଯୋଉ ଏତେ ଥର ଦେଖିଲା ପରେ ବି ନାଟକ ଆମର ଷ୍ଟାର୍ଟ ହେଲେ ଆଉ ଉଠିକି ଯାଉନାହାନ୍ତି। ଏ ନାଟକ ଯୋଉଠି 5 ରାତି ପଡୁଛି ତଥାପି ଲୋକ ସେ ଦର୍ଶକ ମାନେ ସେଠି ଭିଡ ରହୁଛନ୍ତି। ଆଉ ତେଣୁକରି ଆମର ଏ ବର୍ଷର ନାଟକ ସୁପର ଡୁପର ହିଟ୍ ଅଛି।
ଟିକେ କହ କୁହ ଇଏ ମଧୁଲେ ମ୍ୟାଡମ ମ୍ୟାଡମ ଦୀପକ କୁହ ଏ ହଉଛି ବର୍ତ୍ତମାନ ସର୍ବଭୌମରେ ଆଜି ଲାଷ୍ଟ ନାଇଟ୍। ବର୍ତ୍ତମାନ ଏଇ ଆଜି ଆର୍ଟିଷ୍ଟ ବସ୍ ସମସ୍ତେ ଆର୍ଟିଷ୍ଟ ବସଛନ୍ତି। ଆମ ସାଙ୍ଗେ ଅଛନ୍ତି ପିଣ୍ଟୁ ଭାଇ, ପିଣ୍ଟୁ ଭାଇ, ଖୁସି ଭାଇ ବସଛନ୍ତି, ମେଲୋଡି କୁଇନ୍ ଖୁସି ଏ ଭିତରୁ କହିବ କମିଟି ତାଙ୍କୁ ହଁ ଖୁସି ଭାଉଜ କଣ କହିବେ ନାଟକ ନେଇକି ଏ ବର୍ଷ କେତେ ଖୁସି ଅଛନ୍ତି ଟିମ୍ కి ଆସିକି? ପିଣ୍ଟୁ ଭାଇ ମୁହଁ ଲୁଚଉଛ କାହିଁ ଟିମ୍ కి ଆସିବା ବର୍ଷ କେତେ ଖୁସି ଅଛନ୍ତି? ଆଜ୍ଞା ନମସ୍କାର। ମୁଁ ସର୍ବମଙ୍ଗଳା ଗଣ୍ଡାରେ ଆସିବାରୁ ବହୁତ ଖୁସି ଲାଗୁଛି, କାହିଁକି ନା ଏଠି ବହୁତ ଭଲ ପାଇବା ମିଳିଛି ଆଉ ବହୁତ ବି ଖୁସି ଲାଗେ, ଭଲ ପାଇବା ମିଳିଛି ଆଉ ପ୍ରୋଗ୍ରାମ ବି ଭଲ ହଉଛି। ଆମ ସମସ୍ତ କଳାକାର ମାନେ ଭଲ ଅଛନ୍ତି। ଖାସ କରି ବହୁତ ମୁଁ ଭଲ ପାଏ ଆମର ମଙ୍ଗୁଳି ଭାଇ ଆଉ ଶୁକୁଡା ଭାଇ, ଆମର ଶଙ୍କର ଭାଇଙ୍କୁ, କାହିଁକି ନା କମେଡିର ବାକ୍ସା, କମେଡିର ମାଷ୍ଟର ସେମାନେ। ଖାସ କରି ସନ୍ତୋଷ ଭାଇ, ଆମର ଯୋଉ ଖଳନାୟକ ସନ୍ତୋଷ ଭାଇ, ତାଙ୍କୁ ଦମଦାର ଡାଇଲଗ, ମୀନା ଭାଇ ଦମଦାର ଡାଇଲଗକୁ ବହୁତ ଭଲ ପାଏ, ବହୁତ ହି ଭଲ ଲାଗେ। ଖାସ କରି ସବୁଠାରୁ ସୁଇଟ କୁଇନ୍ ବା ଆମର ହିରୋଇନ ବର୍ଷା ବାପାଙ୍କୁ ଧନ୍ୟବାଦ ଦେଉଛି, କାହିଁକି ନା ମୋ ସହ ଆଙ୍କରିଂ କରୁଥିବା ଧନ୍ୟବାଦ ଆଉ ଦମଦାର ରୋଲ ବି କରୁଛନ୍ତି। ଖାସ କରି ମମି ମମି ତ ସବୁଠୁ ବେଷ୍ଟ। ଆଉ କଣ କହିବି, ଏତିକି କହି ରଖୁଛି। ତାପରେ ଆମର ପିଣ୍ଟୁ ଭାଇଙ୍କୁ ଦଉଛି, ପିଣ୍ଟୁ ଭାଇ କିଛି ତାଙ୍କର କହିବେ। ଆମର ମେଲୋଡି ରୋମାଣ୍ଟିକ ହିରୋ ଭିକି ବାବୁ, ଭିକି ବାବୁ ଭିକି ବାବୁ ଏ ବର୍ଷ ଭିକି ବାବୁ ଆରେ ମୁଁ ନେକ୍ସଟ ଇୟର ବି ଆସିଥିଲି ଆଉ ଏ ବର୍ଷ ଆସି ମତେ ବହୁତ ଭଲ ଲାଗୁଛି। ମୁଁ ବହୁତ ଗର୍ବ ଅନୁଭବ କରୁଛି, ଆଉ ବିଶେଷ କିଛି କହିବି। ପିଣ୍ଟୁ ଭାଇ ପିଣ୍ଟୁ ଭାଇ ଇଏରେ ଡାଇଲଗ କହିବେ ଆଉ ପିଣ୍ଟୁ ଭାଇ ମତେ କହିବେ ଏ ହଉଛି ଆମର କମେଡି କିଙ୍ଗ ମଙ୍ଗୁଳ ଭାଇ। ମଙ୍ଗୁଳ ଭାଇ ହଉଛି କମେଡି କିଙ୍ଗ, ହାସ୍ୟ ଅଭିନେତା, କମେଡି କିଙ୍ଗ।